ଜୁଲାହେର ଚତୁରତା। ଦିନେ ରାଜା ସିଂହାସନରେ ବସିଥିଲେ। ପଡ଼ୋଶୀ ରାଜ୍ୟର ରାଜାଙ୍କର ଗୋଟିଏ ଦୂତ ଆସିଲା ଏବଂ ସେ କାହାକୁ କିଛି ନ କହି ରାଜାଙ୍କ ସିଂହାସନ ଚାରିପଟେ ହଡ଼ିରେ ଗୋଟିଏ ଘେରା କାଟିଲା ଏବଂ ଚୁପଚାପ ହୋଇ ଠିଆ ହୋଇଗଲା। ରାଜା କିଛି ବୁଝିପାରିଲେ ନାହିଁ। ମନ୍ତ୍ରୀଙ୍କୁ ଡକାଇ ପଚାରିଲେ, ଏହାର ଅର୍ଥ କ'ଣ? ମନ୍ତ୍ରୀମାନେ କିଛି କହିପାରିଲେ ନାହିଁ। ସେ ପରସ୍ପରର ମୁହଁକୁ ଚାହିଁଲେ। ରାଜା ଏହା ଦେଖି ବିରକ୍ତ ହେଲେ। ରାଗି ଯାଇ କହିଲେ, ଏଇପରି ବ୍ୟକ୍ତିକୁ ଖୋଜି ଆଣ ଯିଏକି ମୋତେ ଏହାର ଅର୍ଥ କହିପାରିବ। ମନ୍ତ୍ରୀ କୌଣସି ଉପାୟ ନ ପାଇ ଖୋଜି ଖୋଜି ଗୋଟିଏ ଘରେ ପହଞ୍ଚିଲେ। ଗୋଟିଏ କୋଠରୀରେ ଦୋଳି ଆପେ ଆପେ ଝୁଲୁଥିଲା। ଛାତ ଉପରେ ଧାନ ଶୁଖୁଥିଲା। ଧାନ ଖାଇବା ପାଇଁ ପକ୍ଷୀ ଚାରିପଟେ ଉଡୁଥିଲେ, କିନ୍ତୁ ତଳେ ପଙ୍ଖା ଚାଲୁଥିବାରୁ ଧାନ ପାଖକୁ ଆସିପାରୁ ନଥିଲେ। ମନ୍ତ୍ରୀ ଆଉ ଗୋଟିଏ କୋଠରୀକୁ ଗଲେ। ସେଠାରେ ପରଦା ଉପରେ ବସିଥିବା ଜୁଲାହେକୁ ଦେଖିଲେ। ଘରେ ଏ କି ଆଶ୍ଚର୍ଯ୍ୟ କଥା ଘଟୁଛି। ଦୋଳି ଆପେ ଆପେ ଝୁଲୁଛି, ପକ୍ଷୀ ଆପେ ଆପେ ଉଡ଼ି ଯାଉଛନ୍ତି। ଏପରି ଚମତ୍କାର କିପରି ସମ୍ଭବ ହେଉଛି? ସେଗୁଡ଼ିକୁ କିଏ ଚଳାଉଛି? ସେ କହିଲା, ମୁଁ ସେମାନଙ୍କୁ ଚଳାଉଛି। ଏଥିରେ ଆଶ୍ଚର୍ଯ୍ୟ ହେବାର କ'ଣ ଅଛି? ଏହା ତ ଅତି ସାଧାରଣ କଥା। ମୁଁ ଗୋଟିଏ ଲୋକ, ମୋତେ ସବୁ କାମ କରିବାକୁ ପଡ଼ିବ, ତେଣୁ ମୁଁ ତାର ବ୍ୟବସ୍ଥା କରିଛି। ପରଦା ସହିତ ମୁଁ ଦୋଳି ପର୍ଯ୍ୟନ୍ତ ଏବଂ ପଙ୍ଖା ପର୍ଯ୍ୟନ୍ତ ଦୁଇଟି ଦଉଡ଼ି ବାନ୍ଧି ଦେଇଛି। ଜୁଲାହେ କହିଲା, ଆଶ୍ଚର୍ଯ୍ୟ କଥା, ଆମେ ତୁମକୁ ହିଁ ଖୋଜୁଛୁ। ମୋ ଆଗରେ ଗୋଟିଏ ସମସ୍ୟା ଦେଖାଦେଇଛି, ତୁମେ ତାହା ସମାଧାନ କରିଦେଇ ପାରିବ କି? ମନ୍ତ୍ରୀ ପଚାରିଲେ। ଏଇ ସମସ୍ୟାଟି କ'ଣ? ଜୁଲାହେ ପଚାରିଲା। ମନ୍ତ୍ରୀ ତାକୁ ସବୁ କଥା ଗୋଟି ଗୋଟି କରି କହିଲେ। ସେ କିଛି ସମୟ ଚିନ୍ତା କରି କହିଲା, ମୁଁ ନଗଲେ ଏହାର ସମାଧାନ କରାଯାଇ ପାରିବ ନାହିଁ। ସେ ଦୁଇଟି ଗୋଲି ସାଙ୍ଗରେ ନେଇ ରାଜାଙ୍କ ପାଖକୁ ଗଲା। ଜୁଲାହେ ରାଜାଙ୍କ ପାଖକୁ ଯାଇ ରାଜାଙ୍କୁ ପ୍ରଣାମ କଲା। ସେହି ଘେରାକୁ ଦେଖିଲା, ଦୂତକୁ ଆଉ ଥରେ ଦେଖିଲା। ତାପରେ ସେ ଯେଉଁ ଗୋଲି ଆଣିଥିଲା ଦୂତ ଉପରକୁ ଫୋପାଡ଼ିଲା। ଦୂତ ତୁରନ୍ତ ପକେଟରୁ କାଢ଼ି ମୁଠା ମୁଠା ଯଅ ଫୋପାଡ଼ିଲା। ଜୁଲାହେ ତୁରନ୍ତ ଗୋଟିଏ କୁକୁଡ଼ା ନେଇଗଲା, ସେହି ଯଅ ଉପରେ ଛାଡ଼ିଦେଲା। କୁକୁଡ଼ା ଗୋଟିଏ ଦାନା ନ ଛାଡ଼ି ସବୁ ଦାନା ଖାଇଦେଲା। ଏହା ଦେଖି ଦୂତ ତୁରନ୍ତ ବାହାରକୁ ଚାଲିଗଲା। ଏସବୁ କ'ଣ? ମୁଁ କିଛି ବୁଝିପାରୁନାହିଁ। ରାଜା କହିଲେ। କିଛି ନୁହେଁ ମହାରାଜ। ପଡ଼ୋଶୀ ରାଜା ଆମ ପାଖକୁ ଖବର ପଠାଇଛନ୍ତି ଯେ ସେ ଆମ ରାଜ୍ୟକୁ ଘେରି ନେବେ। ଦୂତ ଏହା ଜାଣିବା ପାଇଁ ଅପେକ୍ଷା କରିଥିଲା ଯେ ଆମେ ଏହାର ମୁକାବିଲା କରିବା ନା ହାର ମାନିନେବା। ମୁଁ ତାକୁ କହିଲି ଯେ ତୁମେ ବାଟି ଖେଳୁଥିବା ସାନ ପିଲା। ଏହା ତାଙ୍କ ପାଖରେ ଥିବା ବିଶାଳ ସେନାବାହିନୀ ଦେଖାଇବା ପାଇଁ ଯଅ ଫିଙ୍ଗିଲା। ମୁଁ କୁକୁଡ଼ା ତା ଉପରେ ଛାଡ଼ି କହିଲି ଯେ ଆମେ ତାହାକୁ ଛାଡ଼ିବୁ ନାହିଁ। ଏହି ଖବର ନେଇ ସେ ଚାଲିଗଲା। ଜୁଲାହେ କହିଲା, ସାବାସ୍ ସାବାସ୍, ତୁମେ ସତରେ ବୁଦ୍ଧିମାନ। ତୁମେ ଏଠାରେ ରହିଯାଅ, ମୁଁ ତୁମକୁ ପ୍ରଧାନମନ୍ତ୍ରୀ ନିଯୁକ୍ତ କରୁଛି। ରାଜା ସନ୍ତୁଷ୍ଟ ହୋଇ କହିଲେ, ବାଃ ବାଃ, ମୋର ଘରେ କେତେ କାମ ପଡ଼ିଛି, ମୋତେ ଯିବାକୁ ଅଛି। ଏହା କହି ଜୁଲାହେ ସେଇଠାରୁ ଉଠି ଘରକୁ ଚାଲିଗଲା।